ओम नमो भगवते वासुदेवाय। समस्त श्रद्धाळु श्रोतांको आजिर ही सत्संगको हार्दिक स्वागत। आज आमे पुणी थरे एकाठी होइछे अति बड़ी जगन्नाथ दासंक अमूल्य रचना ओडिया भागवतर गभीर ज्ञानको बुझिबा पाई। हाँ आओ आज आमर आलोचना रहिबो विशेष करी श्लोक संख्या 100 रु 130 उपरे। ठीक अछि। एही अंशरे ना बहुत गुरुत्वपूर्ण कथा सबु अछि, तेणु पूरा बुझिबा पाई शेष पर्यंत आम सांगरे रहिबाको अनुरोध। निश्चय, कारण एही पद भितरे आपण देखिबे भक्ति अछि, सेवा अछि, पुणी साधु संगर केमिति महत्व रहिछि आ ज्ञान केमिति आसुछि से सबुर सूत्र अछि। आउ हाँ, आरंभर कहि रखुछि, जदि एमिति आध्यात्मिक आलोचना आपनकु भलो लागुछि आ आपण नियमित सुनिबाकु चाहुचंती ताहले आम चैनल को सब्सक्राइब करिबाकु जमा भूलिबेनी। तेबे चालंतु आउ डेरी न करी आजिर मूल विषय भितरकु जिबा। आमे प्रतिटी श्लोक पढ़िबा आउ तार अर्थकु सरल भावरे बुझिबाकु चेष्टा करिबा। प्रथमे श्लोक 100 और 101। इष्ट पूजन यज्ञ दान जिबे भावई कृष्ण नाम 100 ताहंक फल ए अटई ता बिनु निष्फल हुई। देखंतु केते स्पष्ट भावरे कुहा जाईछि। आमे जेते भी पूजा करू, यज्ञ करू, दान दऊ, जहा भी शुभ कर्म करू ना काहेकि। हाँ बुझिली एबे भावटा ही प्रधान। ठीक एहा परे आसुची श्लोक 102 रु 104। पूर्वे निर्मल ऋषि जने तप आचरी घोर बने 102। संसार सार पुष्ण कथा निरते गाई गुणगाथा 103। ए भावे पाइली जे मन्ते कहिबी तुम्भर अग्रते 104। एठी वक्ता जे परवर्ती श्लोकरू जना पड़िबो जे ए नारद से कहउचंती पूर्व कालरे निर्मल मनर ऋषि माने कौन करुथले, सेमाने घोर बणरे तपस्या करुथले। हाँ किंतु तांको तपस्यार मूल कौन थिला? सेया तो से कहउचंती सेमाने बुझिथिले जे ए संसारर सार होची कृष्णंक कथा, तेणु सेमाने सबुबेले कृष्णंक गुणगानरे ही मग्न रहुथले। आउ तापरे से जो कहिले ए भावे पाइली जेमन्ते, एटा बहुत महत्वपूर्ण। किमिति? कारण से एबे निज कथा कहिबाकु जाउछंती। ए जो कृष्ण कथारे मग्न हेबार भाव से निजे केमिति पाइले ताहा एबे वर्णना करिवे। माने एहा केवल सुना कथा नुहे, तांको निज अनुभूति। अच्छा, तबे सुनिबाकु आहुरी आग्रह बढ़ीगला। केमिति आरंभ होला से कहानी? श्लोक 105 रु 108। पूर्वे मु दक्ष साप पाई जन्मिली दासीपुत्र होई 105। ब्राह्मण घरे एकाएकी मोहर जननी सेवकी 106। व्यापार करे रात्र दिने एमन्ते विधिर विधाने 107। से विप्रगृहे वर्षा काले अतिथि ब्राह्मणे मिलिले 108। एठु आरंभ ହେଲା ତାଙ୍କ ନିଜ କଥା। ନାରଦ କହୁଛନ୍ତି ପୂର୍ବଜନ୍ମରେ କୌଣସି କାରଣରୁ ଦକ୍ଷ ପ୍ରଜାପତିଙ୍କ ଅଭିଶାପ ପାଇ ସେ ଜଣେ ବାସୀଙ୍କ ପୁଅ ହୋଇ ଜନ୍ମ ହେଲେ। ଦାସୀ ପୁତ୍ର। ହଁ, ଆଉ ତାଙ୍କ ମା ଜଣେ ବ୍ରାହ୍ମଣଙ୍କ ଘରେ ସେବିକା ଥିଲେ, ମାନେ ଦିନରାତି କାମ କରି ଚଳୁଥିଲେ। ଏମିତି ସମୟରେ ଯାହାକୁ କହନ୍ତି ନା ବିଧିର ବିଧାନ, ଭଗବାନଙ୍କ ଇଚ୍ଛା କଣ ହେଲା? ସେଇ ବ୍ରାହ୍ମଣଙ୍କ ଘରକୁ ବର୍ଷା ଦିନେ କିଛି ଅତିଥି ବ୍ରାହ୍ମଣ ଆସିଲେ। ଏଇଟା ହିଁ ଥିଲା ସବୁଠୁ ବଡ଼ ମୁଡ୍। ଆରେ ବାଃ, ଗୋटे ସାଧାରଣ ଦାସୀ ପୁଅର ଜୀବନରେ ଏମିତି ଅତିଥିଙ୍କର ଆଗମନ। ଏହାପରେ କଣ ହେଲା? ଶ୍ଲୋକ 109 ରୁ 114। ତାହାଙ୍କୁ ଅନ୍ନଜଳ ଦେଇ ବ୍ରାହ୍ମଣ କହେ ଭାବ ବହି 109। ହେ ବିପ୍ରେ ଶୁଣ ମୋ ବଚନ, ଆଜି ଜୀବନ ମୋର ଧନ୍ୟ 110। ତୁମ୍ଭର ଦୟା ଯେବେ ମୋତେ ମୋ ଘରେ ରୁହ ଦିନା କେତେ 111। ଦୁର୍ଗମ ବର୍ଷା ମାସ 4 ଏ ଋତୁ ମୋ ଘରେ ସାରି 112। ହେଉ ବୋଇଲେ ବିପ୍ରଜନେ ବ୍ରାହ୍ମଣ ଗୃହେ ସୁଦ୍ଧାମାନେ 113। ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ। ତେବେ ସେ ଯୋଉ ବ୍ରାହ୍ମଣ ଘର ମାଲିକ ଥିଲେ ସେ ଅତିଥିମାନଙ୍କୁ ପାଇ ବହୁତ ଖୁସି ହେଲେ। ତାଙ୍କ ଆଦରରେ ଖାଇବା ପିଇବାକୁ ଦେଲେ ଆଉ କହିଲେ, ଆପଣମାନେ ଆସିଛନ୍ତି, ମୋ ଜୀବନ ଧନ୍ୟ ହେଇଗଲା। କେତେ ନମ୍ରତା। ହଁ, ଆଉ ଅନୁରୋଧ କଲେ ଦୟାକରି ଏ ବର୍ଷା 4 ମାସ ମାନେ ଚାତୁର୍ମାସ୍ୟ ମୋ ଘରେ ରହିଯାଆନ୍ତୁ। ଆଉ ସେମାନେ ବି ଶୁଦ୍ଧ ମନରେ ରାଜି ହେଇଗଲେ, ଖୁସିରେ ସେଠି ରହିଲେ। ଆଉ ଏହି ସମୟରେ ସେ ଯୋଉ ଦାସୀପୁତ୍ର ଥିଲେ ମାନେ ବାଳକ ନାରଦ, ସେ ସେମାନଙ୍କର ସେବାରେ ଲାଗିଲେ। ଏଇଠି ଦେଖନ୍ତୁ ଦୁଇଟା ଜିନିଷ ମିଳିଗଲା। ଗୋଟେ ହେଲା ସାଧୁ ସଙ୍ଗ, ଭଲ ଲୋକଙ୍କ ସାଙ୍ଗ, ଆଉ ଦ୍ୱିତୀୟ ହେଲା ସେବା କରିବାର ସୁଯୋଗ। ଏ ଦୁଇଟା ଜିନିଷ ବହୁତ ବଡ଼ କୃପା। ଠିକ୍ କହିଲେ। ସେବା ଆଉ ସାଧୁସଙ୍ଗ, ଏହାର ପରିଣାମ କଣ ହେଲା?
এইটা ବୋଧେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶ୍ଲୋକ 115ରୁ 120 ବାଳୁତ ଚପଳ ମୋ ଚିତ୍ତ ସେବା କରଇ ଅବିରତ 115 ସେ ବିପ୍ରଗଣେ ମୋତେ ଚାହିଁ ଆଶ୍ୱାସ କଲେ ଦୟାବଇ 116 ତାଙ୍କ ଭୋଜନର ଅନ୍ତେ ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ 117 ତାହା ଭୁଞ୍ଜାଇ ନିତ୍ୟ ମୁହିଁ ଅନ୍ୟ ଭୋଜନ ନ ଜାଣାଇ 118 ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ମୋହର ଚିତ୍ତୁ ଅପ୍ରମାଦେ 119 ସର୍ବକିଲ୍ବିଷ କେଣେ ଗଲା ତାଙ୍କ ଧର୍ମ ଉଦୟ ହେଲା 120 ହଁ, ଏ ପଦଗୁଡ଼ିକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ନାରଦ କହୁଛନ୍ତି ସେତେବେଳେ ତ ସେ ପିଲା ଥିଲେ, ମନ ଚଞ୍ଚଳ ଥିଲା, କିନ୍ତୁ ତଥାପି ସେ ପୁରା ନିଷ୍ଠାରେ ବିନା ଅବହେଳାରେ ସେଇ ବିପ୍ରମାନଙ୍କର ସେବା କରୁଥିଲେ। ଆଉ ସେମାନେ ବି ଦୟାକରି ତାଙ୍କୁ ବେଳେବେଳେ ଆଶ୍ୱାସନା ଦେଉଥିଲେ। କିନ୍ତୁ ସବୁଠୁ ବଡ଼ କଥା ହେଲା, ସେମାନେ ଖାଇସାରିବା ପରେ ପତ୍ରରେ ଯାହା ବଳୁଥିଲା ତାକୁ କ'ଣ କୁହାଯାଏ? ଉଚ୍ଛିଷ୍ଟ। ହଁ, ଉଚ୍ଛିଷ୍ଟ। କିନ୍ତୁ ସାଧୁଙ୍କର ଉଚ୍ଛିଷ୍ଟକୁ ମହାପ୍ରସାଦ କୁହାଯାଏ। ସେଇଟାକୁ ସେ ପ୍ରତିଦିନ ଖାଉଥିଲେ, ଆଉ କିଛି ଜାଣିନଥିଲେ ସେ। କିନ୍ତୁ କେବଳ ସେଇ ଉଚ୍ଛିଷ୍ଟ ଖାଇବାରୁ ଏତେ ବଡ଼ ପରିବର୍ତ୍ତନ? ଏଠି ଲେଖା ହେଇଛି ସର୍ବକିଲ୍ବିଷ କେଣେଗଲା, ମାନେ ସବୁ ପାପ ଚାଲିଗଲା, ଆଉ ତାଙ୍କର ଧର୍ମ ଉଦୟ ହେଲା, ମାନେ ସେଇ ସାଧୁଙ୍କର ଭଲ ଗୁଣ ସବୁ ତାଙ୍କ ଭିତରେ ଆସିଗଲା। ଏମିତି କେମିତି ହେଲା? ଏଇଟା ହିଁ ତ ଗଭୀର ରହସ୍ୟ। ଦେଖନ୍ତୁ, ଏହା କେବଳ ଅଇଁଠା ଖାଇବା ନୁହେଁ, ଏହା ହେଉଛି ଶ୍ରଦ୍ଧା ଏବଂ ବିନୟର ସହିତ ମହାପୁରୁଷଙ୍କର କୃପା ଗ୍ରହଣ କରିବା। ସେହି ଉଚ୍ଛିଷ୍ଟରେ ସେମାନଙ୍କର ଆଧ୍ୟାତ୍ମିକ ଶକ୍ତି ଥିଲା। ଆଚ୍ଛା। ଯେତେବେଳେ ବାଳକ ନାରଦ ସେଇଟାକୁ ଶ୍ରଦ୍ଧାରେ ଗ୍ରହଣ କଲେ, ତାଙ୍କ ଭିତରେ ଥିବା ପୂର୍ବଜନ୍ମର ସଂସ୍କାର, ଯାହାକୁ କେଲ୍ବିଷ ବା ପାପ କୁହାଯାଏ, ସେ ସବୁ ସଫା ହୋଇଗଲା। ମନଟା ପୁରା ନିର୍ମଳ ହୋଇଗଲା। ଆଉ ତାପରେ? ଆଉ ଯେତେବେଳେ ମନ ନିର୍ମଳ ହୋଇଗଲା, ସେଇ ସାଧୁମାନଙ୍କ ଭିତରେ ଯେଉଁ ସତ୍ୱଗୁଣ ଥିଲା, ଯେଉଁ ଭକ୍ତି ଭାବ ଥିଲା, ସେଇଟା ଆପେ ଆପେ ତାଙ୍କ ଭିତରେ ପ୍ରକାଶ ପାଇବାକୁ ଲାଗିଲା। ଯେମିତି ଗୋଟେ ସଫା ଦର୍ପଣରେ ପ୍ରତିବିମ୍ବ ପଡ଼େ। ସେବା ଆଉ ସେଇ ପ୍ରସାଦ ଗ୍ରହଣ କରିବାର ଶ୍ରଦ୍ଧା ହିଁ ଏହାକୁ ସମ୍ଭବ କଲା। ବାଃ, କେତେ ସରଳ କିନ୍ତୁ କେତେ ଶକ୍ତିଶାଳୀ ପ୍ରକ୍ରିୟା। ସେବା ଆଉ ପ୍ରସାଦ ପରେ ଚିତ୍ତ ଶୁଦ୍ଧ ହେଲା। ଏହାପରେ କ'ଣ ଆସିଲା? ଶ୍ଲୋକ 121ରୁ 124 ବିପ୍ରଙ୍କ ମୁଖୁ ହରିବାଣୀ ଦିନ ବଞ୍ଚଇ ନିତ୍ୟ ଶୁଣି 121 ପଦକୁ ପଦ ଗୀତ ସ୍ମରେ ସେ ବାଣୀ ମୋର ମନହରେ 122 ନିରତେ ଶୁଣି ପଦେ ପଦେ ମନ ବୁଡ଼ିଲା କୃଷ୍ଣପାଦେ 123 କୃଷ୍ଣ ହୁଁ ଆନ ନ ଜାଣଇ ବିଷୟ ରସ ଆର କାହିଁ 124 ହଁ, ଏବେ ଦେଖନ୍ତୁ କ୍ରମଟା। ଚିତ୍ତ ଶୁଦ୍ଧ ହେଲା ପରେ ଯାଇ ପ୍ରକୃତ ଶୁଣିବାର ଯୋଗ୍ୟତା ଆସେ। ବାଳକ ନାରଦ ଏବେ ପ୍ରତିଦିନ ସେହି ବିପ୍ରମାନଙ୍କ ମୁହଁରୁ ହରିଙ୍କ କଥା, ତାଙ୍କ ଲୀଳା, ତାଙ୍କ ଗୁଣ ସବୁ ଶୁଣିବାକୁ ଲାଗିଲେ। ଆଉ ସେଇ କଥା ଶୁଣିବାକୁ ଭଲ ଲାଗିଲା। ଭଲ ଲାଗିଲା ମାନେ? ଲେଖାଉଛି ସେ ବାଣୀ ମୋର ମନହରେ। ସେ କଥା ତାଙ୍କ ମନକୁ ପୁରା ଟାଣି ନେଉଥିଲା। ସେ କେବଳ ଶୁଣୁନଥିଲେ, ସେ ପଦଗୁଡ଼ିକୁ ମନେ ବି ରଖୁଥିଲେ। ଆଉ ଏମିତି ସବୁବେଳେ ଶୁଣି ଶୁଣି କ'ଣ ହେଲା? ପରିଣାମ ହେଲା, ତାଙ୍କ ମନ ଆଉ ସଂସାର କଥାରେ ରହିଲା ନାହିଁ, ପୂରାପୂରି କୃଷ୍ଣଙ୍କ ପାଦରେ ଲାଗିଗଲା। ତାଙ୍କ ପାଇଁ କୃଷ୍ଣଙ୍କ ଛଡ଼ା ଆଉ କିଛି ଚିନ୍ତାର ବିଷୟ ରହିଲା ନାହିଁ। ଆଉ ଏଇ ଯୋଉ ଦୁନିଆର ଜିନିଷରୁ ମଜା ମିଳେ, ଯାହାକୁ ବିଷୟରସ କୁହାଯାଏ, ସେଥିରେ ଆଉ କିଛି ଆକର୍ଷଣ ରହିଲା ନାହିଁ। ଆରେ, ଏଟା ତ ଶ୍ରବଣ ଭକ୍ତିର ଚମତ୍କାର। କେବଳ ଶୁଣିଲେ ହିଁ ମନ ବଦଳି ଯାଉଛି, ଆଉ ସଂସାରରୁ ଆସକ୍ତି ବି କମିଯାଉଛି। ସେବା, ପ୍ରସାଦ, ଚିତ୍ତଶୁଦ୍ଧି, ତାପରେ ଶ୍ରବଣ, ଆଉ ଶେଷରେ ଭଗବାନଙ୍କଠି ମନ ଲାଗିବା। ବାଃ! ଏକଦମ ଏଇଟା ହିଁ ସ୍ୱାଭାବିକ କ୍ରମ। ଆଉ ଯେତେବେଳେ ମନ ଭଗବାନଙ୍କଠି ଲାଗିଯାଏ, ସେତେବେଳେ କ'ଣ ହୁଏ ଜାଣିଛନ୍ତି? କ'ଣ? ଜ୍ଞାନର ଉଦୟ ହୁଏ। ତାହା ପରବର୍ତ୍ତୀ ଶ୍ଲୋକ 125ରୁ 137ରେ କୁହାଯାଇଛି। ଯେଣୁ ଏ ସଦଶତ ରୂପ ପ୍ରାଣୀ ଦେଖନ୍ତି ମୋହକଳ୍ପ 125 ଆପଣା ଅଜ୍ଞାନ ସେ ଅଟେ କେବେ ହେଁ ସତ୍ୟ ସେ ନ ଘଟେ 126 ମୋହି ଦେଖାଇ ବହୁମତେ ହରିହୁଁ ଆନକେ ଜଗତେ 127 ହଁ, ଭକ୍ତି ଯେତେବେଳେ ପକ୍କା ହୁଏ, ସେତେବେଳେ ଜ୍ଞାନ ଆପେ ଆପେ ଆସେ। ବାଳକ ନାରଦ ଏବେ ଅନୁଭବ କରୁଛନ୍ତି। ସେ ବୁଝିପାରୁଛନ୍ତି ଯେ ଆମେ ଯେଉଁ ଦେଖୁଛୁ, ଏ ଦୁନିଆରେ କିଛି ଜିନିଷ ସତ୍ ମାନେ ସବୁଦିନିଆ, ଆଉ କିଛି ଅସତ୍ ମାନେ ବଦଳୁଥିବା। ଏ ଯୋଉ ଭେଦଭାବ ଆମେ ଦେଖୁଛୁ, ଏଇଟା ପ୍ରକୃତରେ ଆମ ନିଜ ଅଜ୍ଞାନ, ଆମ ମୋହ ପାଇଁ ଦେଖାଯାଉଛି। ଏଇଟା ପ୍ରକୃତ ସତ୍ୟ ନୁହେଁ। ତାହେଲେ ପ୍ରକୃତ ସତ୍ୟ କ'ଣ? ସେ ନିଜ ଅନୁଭବରୁ କହୁଛନ୍ତି, ମୁହିଁ ଦେଖାଇ ବହୁମତେ ହରିହୁ ଆନ୍ କେ ଜଗତେ।
ମାନେ ସେ ଯେତେ ଭାବି ଚିନ୍ତି ଦେଖୁଛନ୍ତି ଏ ପୁରା ଜଗତରେ ହରି ଅର୍ଥାତ୍ ଭଗବାନଙ୍କ ଛଡ଼ା ଆଉ କିଛି ସତ୍ୟ ବୋଲି ନାହିଁ। ସବୁକିଛି ସେଇ ଗୋଟିଏ ସତ୍ୟ ଉପରେ ହିଁ ତିଷ୍ଠି ରହିଛି। ଏଇଟା ହେଲା ଭକ୍ତିରୁ ଆସିଥିବା ଜ୍ଞାନ। ବା ଏହା କେବଳ ଶୁଖିଲା ଜ୍ଞାନ ନୁହେଁ, ପୁରା ଅନୁଭୂତିର କଥା। ଭକ୍ତିରୁ ଜ୍ଞାନ ନସିବା। ଏହାପରେ ସେ ଚାତୁର୍ମାସ୍ୟ ତ ସରିବାକୁ ବସିଲା। ଶେଷରେ କ'ଣ ହେଲା ଆସନ୍ତୁ ଶେଷ 3ଟି ଶ୍ଲୋକ 128ରୁ 130 ଶୁଣିବା। ଏମନ୍ତେ ବରଷା ସରିଲା, ଶରଦ ଋତୁ ପ୍ରସରିଲା। 128 ନିରତେ ଶବ୍ଦେ ହରିବାଣୀ, ବିପ୍ରଜନଙ୍କ ମୁଖୁ ଶୁଣି। 129 ସାତ୍ବିକ ଭକ୍ତି ମୋର ମନେ, ପ୍ରକାଶ ହେଲା ଅନୁକ୍ଷଣେ। 130 ଏଇଟା ହେଲା ସେହି 4 ମାସ ସାଧନାର ଶେଷ ଫଳ। ବର୍ଷା ଦିନ ସରିଗଲା, ଶରତ ଋତୁ ଆସିଲା, ମାନେ ସେହି ସାଧୁମାନଙ୍କର ସଙ୍ଗ ଆଉ ସେବାର ସମୟ ପ୍ରାୟ ଶେଷ ହେଲା। କିନ୍ତୁ ସେହି ସମୟ ଭିତରେ ମିଳିଲା କ'ଣ? କ'ଣ ମିଳିଲା? ନିରନ୍ତର ମାନେ ଲଗାତାର ସେହି ବିପ୍ରମାନଙ୍କ ମୁହଁରୁ ହରିକଥା ଶୁଣି ଶୁଣି ବାଳକ ନାରଦଙ୍କ ମନରେ ସାତ୍ବିକ ଭକ୍ତି ପ୍ରତି ମୁହୂର୍ତ୍ତରେ ପ୍ରକାଶ ପାଇବାକୁ ଲାଗିଲା। ସାତ୍ବିକ ଭକ୍ତି, ଏହାର ମାନେ ଏମିତି ଭକ୍ତି ଯେଉଁଥିରେ କୌଣସି କାମନା ନଥାଏ, ରାଜସିକ ନୁହେଁ, କି କୌଣସି ଅନ୍ଧବିଶ୍ୱାସ ବା ଆଳସ୍ୟ ନଥାଏ, ତାମସିକ ନୁହେଁ। ଏହା ହେଉଛି ଶୁଦ୍ଧ, ନିର୍ମଳ, ଜ୍ଞାନ ସହିତ ପ୍ରେମରେ ପୂର୍ଣ୍ଣ ଏକ ସ୍ଥିର ଭକ୍ତି। ଏଇଟା ହିଁ ଥିଲା ସେସବୁ ସାଧନାର, ସାଧୁସଙ୍ଗ, ସେବା, ପ୍ରସାଦ, ଶ୍ରବଣର ସବୁଠୁ ବଡ଼ ଉପଲବ୍ଧି। କେଡ଼େ ଅଦ୍ଭୁତ ଯାତ୍ରା! ଜଣେ ସାଧାରଣ ଦାସୀପୁତ୍ର ଆଉ ତାଙ୍କ ଭିତରେ ଏମିତି ସାତ୍ବିକ ଭକ୍ତିର ଉଦୟ। ଏଇଠୁ ହିଁ ବୋଧେ ଦେବର୍ଷି ନାରଦ ହେବାର ମୂଳଦୁଆ ପଡ଼ିଲା। ଏ ପୁରା ପ୍ରକ୍ରିୟାଟା ସତରେ ବିଶ୍ୱାସ କରି ହେଉନି। ହଁ, ଏହା ସମସ୍ତଙ୍କ ପାଇଁ ପ୍ରେରଣା। ତେବେ ଆଜିର ଏ ଯେଉଁ ଆମେ ଆଲୋଚନା କଲେ, ଏଥିରୁ ମୁଖ୍ୟ କଥା କ'ଣ ଶିଖିଲେ ଆମେ? ମୋତେ ଲାଗୁଛି ପ୍ରଥମ କଥା ହେଲା ଭଲ ସାଙ୍ଗ, ମାନେ ସାଧୁସଙ୍ଗ କେତେ ଜରୁରୀ। ଏକଦମ। ଦ୍ୱିତୀୟ ହେଲା ବିନା ଅଭିମାନରେ ନିଷ୍ଠାରେ କରାଯାଇଥିବା ସେବାର ଶକ୍ତି। ତାପରେ ସେଇ ପ୍ରସାଦର ମହିମା। ମହାପୁରୁଷଙ୍କ କୃପା ବା ପ୍ରସାଦର ଅଚିନ୍ତ୍ୟ ଶକ୍ତି। ଆଉ ସବୁଠୁ ବଡ଼ କଥା, ଶ୍ରଦ୍ଧାରେ ଭଗବାନଙ୍କ କଥା ଶୁଣିବା, ମାନେ ଶ୍ରବଣ ଭକ୍ତି। ଏଇଟା କେମିତି ଜୀବନ ବଦଳାଇ ଦେଇପାରେ। ବିଲକୁଲ ଠିକ୍। ଏ ପଦଗୁଡ଼ିକ ଆମକୁ ସ୍ପଷ୍ଟ ଭାବରେ କହୁଛି ଯେ ଆଧ୍ୟାତ୍ମିକ ରାସ୍ତାରେ ଆଗକୁ ବଢ଼ିବା ପାଇଁ ତୁମେ କୋଉଠି ଜନ୍ମ ହେଇଛ, ତୁମର କ'ଣ ପରିଚୟ, ସେସବୁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତାହେଲେ କ'ଣ ଗୁରୁତ୍ୱପୂର୍ଣ୍ଣ? ମୁଖ୍ୟ ହେଉଛି ତୁମ ଭିତରର ନିଷ୍ଠା, ସେବା କରିବାର ଇଚ୍ଛା, ନମ୍ରତା ଆଉ ଭଗବାନଙ୍କ କଥା ଶୁଣିବା ପାଇଁ ଆଗ୍ରହ। ଏଇ ଗୁଣ ଥିଲେ ପାପ କଟିଯିବ, ମନ ସଫା ହେବ ଆଉ ଶେଷରେ ସେଇ ସାତ୍ବିକ ଭକ୍ତି ମିଳିବ। ସେଇ କ୍ରମଟା ମନେ ରଖିବା ଦରକାର। ସାଧୁସଙ୍ଗ, ତାପରେ ସେବା, ତାପରେ ପ୍ରସାଦ, ତାପରେ ଚିତ୍ତଶୁଦ୍ଧି, ତାପରେ ଶ୍ରବଣ, ତାପରେ ଭକ୍ତି ଆଉ ତାପରେ ଜ୍ଞାନ ଓ ସାତ୍ବିକ ଭକ୍ତି। ଏବେ ଶେଷରେ ସମସ୍ତଙ୍କ ପାଇଁ ଗୋଟେ ଚିନ୍ତା କରିବାର କଥା ଅଛି। ଆମେ ଆଜି ଯାହା ଶୁଣିଲେ ନାରଦଙ୍କ ବିଷୟରେ, ତାକୁ ଆମେ ନିଜ ଜୀବନରେ କେମିତି ଲଗେଇ ପାରିବା? ହୁଏତ ଆମକୁ ସବୁବେଳେ ସାଧୁସଙ୍ଗ ମିଳିବନି, ଠିକ୍, କିନ୍ତୁ ଆମେ ଯାହା ବି କାମ କରୁଛୁ ସେଥିରେ ସେବାଭାବ ରଖିପାରିବାନି, ଟିକେ ନିଃସ୍ୱାର୍ଥପର ଭାବରେ କାହାକୁ ସାହାଯ୍ୟ କରିପାରିବାନି, ନିଜ କାମକୁ ହିଁ ଭଗବାନଙ୍କର ପୂଜା ଭାବି କରିପାରିବାନି। ନିଶ୍ଚୟ ପାରିବା। ଆଉ ସବୁଠୁ ବଡ଼ କଥା, ଦିନକୁ ଅନ୍ତତଃ କିଛି ସମୟ କିଛି ଭଲ କଥା, ସତ୍ସଙ୍ଗ ବା ଭାଗବତ କଥା ଶୁଣିବା ପାଇଁ ବାହାର କରିପାରିବା ନା ନାହିଁ? ବୋଧେ ଏଇ ଛୋଟ ଛୋଟ ଜିନିଷ ହିଁ ଆମ ମନକୁ ଧୀରେ ଧୀରେ ସଫା କରିବ ଆଉ ଭଗବାନଙ୍କ ପାଖକୁ ନେଇଯିବ। କ'ଣ କହୁଛନ୍ତି? ଏକଦମ ସତ କଥା। ଏହା ନିଶ୍ଚୟ ଭାବିବାର ବିଷୟ। ତେବେ ଯଦି ଆଜିର এই ଆଲୋଚନା ଆପଣମାନଙ୍କୁ ଭଲ ଲାଗିଛି ଆଉ କିଛି ଶିଖିବାକୁ ମିଳିଛି ବୋଲି ଲାଗୁଛି, ତାହେଲେ ଆମକୁ ଜଣାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବା ନିଶ୍ଚୟ ଲେଖନ୍ତୁ। ହଁ, ଆଉ ଓଡ଼ିଆ ଭାଗବତର ଏକଥା ତ ଏଠି ସରୁନି। ନାରଦଙ୍କ ଜୀବନରେ ଆଗକୁ କ'ଣ ହେଲା, ଆହୁରି କେତେ କେତେ ରହସ୍ୟମୟ କଥା ଅଛି, ସେସବୁ ଶୁଣିବା ପାଇଁ ଆମ ସହିତ ନିଶ୍ଚୟ ଯୋଡ଼ି ହୋଇ ରୁହନ୍ତୁ। ଆଜି ପାଇଁ ତାହେଲେ ଏତିକି। ପୁଣି ଦେଖାହବ ଆଉ ଏକ ସୁନ୍ଦର ଆଲୋଚନା ସହିତ। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।